ସୁକିନ୍ଦାକୁ ହଇଜା ଜୋନ୍ ଘୋଷଣା। ଝାଡ଼ା ବାନ୍ତିରେ କଲବଲ ହେଲାଣି ଯାଜପୁର। ହଇଜା ଚିହ୍ନଟ ପରେ ସ୍ଥିତି ଆହୁରି ସଙ୍ଗୀନ ହୋଇଯାଇଛି। ଯାଜପୁର ଜିଲ୍ଲାରେ ଡାଇରିଆ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣକୁ ଆସୁନଥିବା ବେଳେ ବର୍ତ୍ତମାନ ସୁଦ୍ଧା ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ 78 ଜଣ ଡାଇରିଆ ରୋଗୀ ଭର୍ତ୍ତି ହୋଇ ଚିକିତ୍ସିତ ହେବା ସହ ଅନେକ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ ହେଉଛନ୍ତି। ଜୁନ୍ 16 ସୋମବାର ଦିନ ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକରେ ପ୍ରଥମ ହଇଜା ଆକ୍ରାନ୍ତ ହାତୀବାରି ପଞ୍ଚାୟତର ବୈରିମାଳ ଗ୍ରାମର ବସନ୍ତ ବାରିକ, ଦ୍ୱିତୀୟ ଆକ୍ରାନ୍ତ ସାରଙ୍ଗପୁରର ନନ୍ଦ ଜେନା ଏହି ଦୁଇ ଜଣଙ୍କ ହଇଜାରେ ମୃତ୍ୟୁ ଘଟିଥିବା ବେଳେ ସେହିପରି ସୋମବାର ବିଳମ୍ବିତ ରାତିରେ କଙ୍କଡ଼ାହାଡ଼ ପଞ୍ଚାୟତ ଗରାମିଆ ଗାଁର ଲିଟୁଙ୍କର ଝାଡ଼ାରେ ମୃତ୍ୟୁ ଘଟିଥିବା ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିଛି। ହଇଜା ରୋଗୀ ଚିହ୍ନଟ ହେବା ପରେ ସୁକିନ୍ଦାକୁ ହଇଜା ଜୋନ୍ ଘୋଷଣା କରାଯାଇଛି। ବ୍ୟାପୁଥିବା ଡାଇରିଆ ଓ ହଇଜା ସଂକ୍ରାନ୍ତ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁକିନ୍ଦା ତହସିଲ ଅଧୀନରେ ଥିବା ସମସ୍ତ ଅଞ୍ଚଳର ସମସ୍ତ ଜଳଖିଆ ଦୋକାନ, ମିଠା ଦୋକାନ, ହୋଟେଲ, ଢାବା ଆଦିକୁ ବାସି ଖାଦ୍ୟ ଓ ଦୂଷିତ ପାଣି ନ ରଖିବାକୁ ତହସିଲ ପକ୍ଷରୁ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ପକ୍ଷରୁ ସୋମବାର ଅପରାହ୍ନ 4 ଘଟିକା ସମୟରେ ଏକ ନିର୍ଦ୍ଦେଶନାମା ଜାରି ହୋଇଥିବା ଦେଖିବାକୁ ମିଳିଥିଲା। ସେହିପରି ଗୁପଚୁପ୍, ଚାଟ୍, ଫାଷ୍ଟଫୁଡ୍, ଖୋଲା ଆଇସ୍କ୍ରିମ୍, ସରବତ, ଲସି ଦୋକାନଗୁଡ଼ିକ କିଛି ଦିନ ପାଇଁ ବନ୍ଦ ରଖିବାକୁ ସୂଚନା ଦିଆଯାଇଥିବା ବେଳେ ଡାଇରିଆ ଓ ହଇଜା ରୋଗକୁ ରୋକ ଲଗାଇବା ପାଇଁ କାଲି ସକାଳ 9 ଘଟିକା ସମୟରେ କାଳିଆପାଣି ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଖଣି ଅଞ୍ଚଳରେ ଥିବା ପ୍ରାୟ ସମସ୍ତ ହାଣ୍ଡିଆପଡ଼ା, ଜଳଖିଆ ଦୋକାନ, ହୋଟେଲ, ଆମିଷ ଦୋକାନ ଓ ଚା ଦୋକାନକୁ ଯାଇ ପରିବେଶ ଓ ଖାଦ୍ୟର ମାନ ଯାଞ୍ଚ କରିଥିଲେ ଏବଂ ଏସବୁ ଦୋକାନଗୁଡ଼ିକ ଅତି କମ୍ରେ ସପ୍ତାହେ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାଜପୁର ସୁକିନ୍ଦାରୁ ପ୍ରଭାତ କୁମାର ବିଶ୍ୱାଳଙ୍କ ରିପୋର୍ଟ, ସମୀକ୍ଷା ନ୍ୟୁଜ୍ ଲାଇଭ୍, ଭୁବନେଶ୍ୱର।